ମାଲିକେ ଜାଣିଛ ଦାଦା ଆଜି ଇଡଲି ସହିତ ସାମ୍ବର ଆଉ ଚଟନି ବି କରୁଛି। ତ ହଁ ମୁଁ ହେଲା ଚିକୁ ଯାଜପୁର। ତ ସକାଳୁ ଉଠିକି ଦେଖିଲି କି ମା ଚୁଡା ମୁଢି ପିଆଜ ପକେଇକି ଗୋଟେ ବୋବାଲ ଭଜାଟେ କରିଛି। ତାକୁ ଖାଇଦେଇକି ଚାଲିଥିଲି ବାହାରକୁ। ଆଉ ବାହାରେ ଦେଖିଲି ଏମିତି ଖରା ଟିକେ ବି ନାହିଁ। ତ ଶୀତ ଭାଜିରେ କଲା ରିଟର୍ନ ଚାଲି ଆସିଲି ଘରକୁ। ଆଉ ଘରେ ଆସି ଦେଖିଲା ବେଳକୁ ଦାଦା ଗୋଟେ ନ୍ୟୁ ଆଇଟମ ଟେ କରୁଛି। ଆକୁ ଦେଖିଲା ପରେ ଭାବିଲି କି ଇଡଲି ଟା ହବ ଆଉ। ତାପରେ ଆପଣ ମାନେ ଗେସ୍ କରନ୍ତୁ ଦାଦା ଆଜି କଣ କରୁଛି। ତାପରେ ଦେଖିଲା ବେଳକୁ ଦାଦା ପୁରା ଚାଇନିଜ ଭଳିଆ ଚଟନି ଟା ରେଡି କରୁଛି। ଆଉ ଚଟନି ଟେଷ୍ଟ ଟା କଲା ପରେ ପୁରା କଷ ହେଇଥିଲା ଯାହାକୁ ନାହିଁ। ତାପରେ ଇଡଲି ପାଇଁ ସବୁ ରେଡି ହେଇକି ବସା ହେଇଗଲା। ତାପରେ ଗୋଟେକୁ ଗୋଟେ ଇଡଲି ଦିଆ ହେଇଗଲା। ତାପରେ 5 ମିନିଟ୍ ବସା ହେଲା। ତାପରେ 5 ମିନିଟ୍ ପରେ ବାହାର କଲା ପରେ ଇଡଲି ପୁରା ସଫ୍ଟ ସହିତ ପୁରା ବୋବାଲ ଦେଖା ଯାଉଥିଲା। ଆଉ ମୁଁ ଟିକେ ଇଡଲି କୁ ନେଇକି ଚଟନି ସହିତ ଟେଷ୍ଟ କରିଦେଲି। ଆଉ ବଢିଆ ବି ଲାଗୁଥିଲା। ତାପରେ ଆଗରୁ ଆମର ସାମ୍ବର ଟା ରେଡି ହେଇକି ଥିଲା। ତାପରେ ଆଉ ନ ରହି ପାରିକି ସବୁ ରେଡି କରିକି ଡାଇରେକ୍ଟ ନେଇ ଆସିଲି ଖାଇବାକୁ। ଆଉ ବିଶ୍ୱାସ କର ଫାଷ୍ଟ ପାଟିକି ନେଲା ପରେ ଟେଷ୍ଟ ପୁରା ଜବରଦସ୍ତ ଲାଗିଥିଲା ଯାହାକୁ ନା କାହିଁ। ଆଉ ଯଦି ଆପଣଙ୍କୁ ଭିଡିଓ ଟା ଭଲ ଲାଗିଥିବ ତାହେଲେ ନିହାତି ଫଲୋ ସବସ୍କ୍ରାଇବ ଟା କରିଯିବ। ରହୁଛି ଏଠି ଜୟ ଜଗନ୍ନାଥ।